ତେବେ ଚାଲନ୍ତୁ ପିଲାମାନେ ଆଜି ଆମେ ଚତୁର୍ଥ ଶ୍ରେଣୀ ଭାଷାମହକ ବହିର ଶେଷ ବିଷୟ ଆବେଦନ ପତ୍ର ଅର୍ଥାତ୍ ଦରଖାସ୍ତ ଲିଖନ। ଦରଖାସ୍ତ କେମିତି ଲେଖାଯାଏ ତାହା ଦେଖିବା ଏବଂ ଶିଖିବା। ଦରଖାସ୍ତ ଲେଖିବାରେ ପ୍ରଥମେ କ'ଣ ବ୍ୟବହାର କରାଯାଏ? ଲେଖାଯାଏ ମାନନୀୟ ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ ଖମାର ବେଲରପା ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ରାପଡ଼ା ମହୋଦୟ ସମୀପସ୍ଛୁ। ବିଷୟ ଦେହ ଖରାପ ହେତୁ ଛୁଟି ନିମନ୍ତେ ପ୍ରାର୍ଥନା ପତ୍ର। ଶ୍ରେଣୀ ଶିକ୍ଷକଙ୍କ ଜରିଆରେ। ମହାଶୟ, ନିବେଦନର କାରଣ ଏହିକି ଯେ ମୁଁ ଆପଣଙ୍କ ଅବଗତି ନିମନ୍ତେ ଜଣାଉଅଛି କି ଗତକାଲି ବିଦ୍ୟାଳୟରୁ ଫେରିବା ସମୟରେ ଅତ୍ୟଧିକ ଖରା ଯୋଗୁଁ ମୁଁ ଅସୁସ୍ଥ ହୋଇପଡ଼ିଲି। ମୁଣ୍ଡ ବ୍ୟଥା ହେବା ସହିତ ହଠାତ୍ ଜ୍ୱର ମଧ୍ୟ ଆସିଲା। ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବାରୁ ମୁଁ ବର୍ତ୍ତମାନ କିଛିଟା ସୁସ୍ଥ ଅନୁଭବ କରୁଛି, କିନ୍ତୁ ବିଦ୍ୟାଳୟକୁ ଯିବା ସ୍ଥିତିରେ ନାହିଁ। ଡାକ୍ତର ମଧ୍ୟ ମୋତେ ଆଜି ଦିନ ଅର୍ଥାତ୍ 10/6/2025ରେ ସମ୍ପୂର୍ଣ୍ଣ ବିଶ୍ରାମ ନିମନ୍ତେ ପରାମର୍ଶ ଦେଇଛନ୍ତି। ଏଣୁ ବିନୀତ ଅନୁରୋଧ କରେ କି ଆପଣ ଦୟାପୂର୍ବକ ଆଜି ଦିନକ ପାଇଁ ଛୁଟି ପ୍ରଦାନ କଲେ ମୁଁ ଚିରୋପକୃତ ହେବି। ଇତି ଆପଣଙ୍କର ଆଜ୍ଞାବହ ଛାତ୍ର ମହାପ୍ରସାଦ ରାଉତ, ଶ୍ରେଣୀ ଚତୁର୍ଥ, ରୋଲ ନମ୍ବର 5, ସ୍ଥାନ ତାରିଖ ଲେଖିବ। ଏଇଠି ଦେଖ ଯୋଉ ନମୁନା ଦେଇଛି, ଏଠାରେ ମାନନୀୟ ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ ଡ୍ୟାସ୍ ଅର୍ଥାତ୍ ତୁମ ବିଦ୍ୟାଳୟର ନାମ ଲେଖିବ, ତାପରେ ଜିଲ୍ଲାର ନାମ, ତାପରେ ମହୋଦୟ ସମ୍ପେଷ। ବିଷୟ ଦେହ ଖରାପ ହେତୁ ଛୁଟି ନିମନ୍ତେ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ। ମହାଶୟ, ସବିନୟ ନିବେଦନ ଏହିକି ଯେ ମୁଁ ଗତ ସପ୍ତାହରୁ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଅଛି। ଏହି କାରଣରୁ ମୁଁ ଅତିଶୟ ଦୁର୍ବଳ ଏବଂ ଅସୁସ୍ଥ ହୋଇ ପଡ଼ିଛି। ବାନ୍ତି, ଝାଡ଼ା, ମୁଣ୍ଡ ବ୍ୟଥା ଯୋଗୁଁ ମଧ୍ୟ ବହୁତ ଅସୁସ୍ଥ ଅନୁଭବ କରୁଛି। ଏବେ ଡାକ୍ତରଖାନାରେ ମୋର ଚିକିତ୍ସା ଚାଲୁଅଛି। ଆଉ ଅଳ୍ପ ଦିନ ଭିତରେ ମୁଁ ଆରୋଗ୍ୟ ଲାଭ କରିବି ବୋଲି ଆଶା ରଖିଛି। ଏଣୁ ବିନୀତ ଅନୁରୋଧ କରେ କି ଆପଣ ଦୟାପରବଶ ହୋଇ ମୋର ଛୁଟି ପ୍ରଦାନ କଲେ ମୁଁ ଚିରୋପକୃତ ହେବି। ଏତି ଆପଣଙ୍କର ଆଜ୍ଞାବହ ଛାତ୍ର ବା ଛାତ୍ରୀ। ଆବେଦନକାରୀ ଯିଏ ଲେଖୁଛନ୍ତି ତାଙ୍କ ନାଁ ଲେଖିବ, ଶ୍ରେଣୀ ଲେଖିବ, ରୋଲ ନମ୍ବର ଲେଖିବ, ସ୍ଥାନ ଲେଖିବ, ତାରିଖ ଲେଖିବ। ଆଉ ଗୋଟେ ଦରଖାସ୍ତ, ଖେଳ ସାମଗ୍ରୀ ଉପଲବ୍ଧ ହେବା ନିମନ୍ତେ ପ୍ରଧାନ ଶିକ୍ଷକଙ୍କୁ ନିବେଦନ ପତ୍ରର ନମୁନା। ମାନନୀୟ ଶ୍ରୀଯୁକ୍ତ ପ୍ରଧାନ ଶିକ୍ଷକ, ବିଦ୍ୟାଳୟର ନାମ ଲେଖିବ, ବ୍ଲକର ନାମ ଲେଖିବ, ଜିଲ୍ଲାର ନାମ ଲେଖିବ, ମହୋଦୟ ସମ୍ପେଷୁ। ବିଷୟ ଖେଳ ସାମଗ୍ରୀ ଯୋଗାଇ ଦେବା ସମ୍ବନ୍ଧେ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ। ମହାଶୟ, ନିବେଦନର ଅଭିପ୍ରାୟ ଏହିକି ଯେ ଆମ୍ଭ ବିଦ୍ୟାଳୟ ବିଗତ 3 ବର୍ଷ ଧରି ଖେଳକୁଦ ପ୍ରତିଭା ବିକାଶ ଦିଗରେ ଉତ୍ତମ ଯୋଗ୍ୟତା ଲାଭ କରିବା ସହ ଜିଲ୍ଲାରେ ସୁନାମ ଅର୍ଜନ କରିଛି। ଏପରି ଗୌରବ ନିମନ୍ତେ ଆପଣଙ୍କର ଅକୁଣ୍ଠ ସାହାଯ୍ୟ ଓ ସହାନୁଭୂତି ସର୍ବଦା ଗ୍ରହଣୀୟ ରହିବ। ଆଜିକାଲି କ୍ରିକେଟ ଖେଳ ଆନ୍ତଃରାଷ୍ଟ୍ରୀୟ ଖ୍ୟାତି ଲାଭ କରିଅଛି। ଆମ୍ଭ ବିଦ୍ୟାଳୟର ଛାତ୍ରମାନେ ଏଥିରେ ଅଗ୍ରସର ହେବା ନିମନ୍ତେ କ୍ରିକେଟ ଖେଳ ସାମଗ୍ରୀର ଉପଲବ୍ଧ ବ୍ୟବସ୍ଥା ନିହାତି ଦରକାର ଅଛି। ଆଶା କରୁଛି ଯେ ଉତ୍ତମ କୋଚ୍ ଓ କ୍ରୀଡ଼ା ସାମଗ୍ରୀର ଯୋଗ୍ୟତା ଫଳରେ ଆମ୍ଭ ବିଦ୍ୟାଳୟ ଏ କ୍ଷେତ୍ରରେ ଉତ୍ତମ ସ୍ଥାନ ପ୍ରାପ୍ତ କରିପାରିବ। ଏଣୁ ବିନୀତ ଅନୁରୋଧ କରୁ କି ଆପଣ ଦୟାପରବଶ ହୋଇ ଖେଳ ସାମଗ୍ରୀ ଯୋଗାଇ ଦେବାର ସୁବନ୍ଦୋବସ୍ତ କଲେ ଆମ୍ଭେମାନେ ଚିରୋପକୃତ ହେବୁ। ଇତି ଆପଣଙ୍କର ଆଜ୍ଞାଧୀନ ଛାତ୍ରଛାତ୍ରୀ ବୃନ୍ଦ। ଆବେଦନକାରୀମାନଙ୍କ ନାମ, ପିଲାମାନଙ୍କ ନାମ ଲେଖାଯିବ, ସ୍ଥାନ ତାରିଖ ଲେଖାଯିବ। ଦେଖ, ଦରଖାସ୍ତ ଏମିତି ଲେଖାଯାଏ କି ପ୍ରଥମେ ମାନନୀୟ ମହୋଦୟ ସମ୍ପେଷୁ ଏଗୁଡ଼ା ଲେଖାଯାଏ ଏବଂ ଏଥିରେ କେଉଁ ବିଷୟ ପାଇଁ ଛୁଟି ନେଉଛ ତାହା ଲେଖାଯାଏ। ଯେଉଁମାନେ ଦରଖାସ୍ତକୁ ଭଲ ଭାବରେ କେମିତି ଲେଖାଯାଏ ଶିଖିବାକୁ ଚାହୁଁଛ, ମୋର ନେକ୍ସଟ ଭିଡ଼ିଓରେ ଏହାକୁ ଭଲ ଭାବରେ ବୁଝେଇବି। ତେବେ ଚାଲନ୍ତୁ ଏହି ଭିଡ଼ିଓକୁ ଏଇଠି ସମାପ୍ତ କରିବା। ଦେଖାହେବ ନେକ୍ସଟ ଭିଡ଼ିଓରେ।